ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର ନୀତି ବଚନ ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ଏହି ଅଭ୍ୟାସ ପ୍ରଶ୍ନକୁ ଆମେ ଆଲୋଚନା କରିବା। ମୋ ବୁଝିବାରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦିଅ। ସାଧୁ ଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତାର ମରମ ଲେଶ। ଏହାର ଭାବାର୍ଥ କ ସାଧୁଜନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ। ଖ ସାଧୁଜନଙ୍କର ହିତୋପଦେଶ ମୂର୍ଖ ବୁଝିପାରେ ନାହିଁ। ସାଧୁମାନେ ଉପଦେଶ ଦିଅନ୍ତି ନାହିଁ। ସାଧୁଙ୍କ ଉପଦେଶର ମୂଲ୍ୟ ନାହିଁ। ଏହାର ସଠିକ୍ ଉତ୍ତର ହେବ ଖ ସାଧୁଜନଙ୍କ ହିତୋପଦେଶ ମୂର୍ଖ ବୁଝିପାରେ ନାହିଁ। ତେଣୁ ଆମେ ଖରେ ଆମେ ତାରା ଚିହ୍ନ ଦେବା। ଖରେ। 2 ନମ୍ବର, ଗୋଟିଏ ଗୁଣ ମଧ୍ୟ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ ସଦୃଶ। ଏଠାରେ ଭଲ ଗୁଣକୁ କାହା ସହିତ ତୁଳନା କରାଯାଇଛି? କଳସ, ବିଷ ଅମୃତ କଳସ, ଖ ବିଷ କଳସ, ଘ ସୁଧା କଳସ ଲେଖା ହେଇଛି, ଏଇଟା ସୁଧା କଳସ ହେବ। ତେଣୁ ସଠିକ୍ ଉତ୍ତର ହେବ ଘ ସୁଧା କଳସ। ତେଣୁ ସୁଧା କଳସରେ ଆମେ ତାରକା ଚିହ୍ନ ଦେବା। ଖ ତୁମେ ଏହି ଉତ୍ତରଟି କାହିଁକି ବାଛିଲ, ତାର କାରଣ ସାଙ୍ଗମାନଙ୍କ ସହ ଆଲୋଚନା କର। ମିଳିମିଶି ଯୋଡ଼ିବା କବିତାରେ କେତୋଟି ପଦ କ ସ୍ତମ୍ଭରେ ଓ ଭାବାର୍ଥ ଖ ସ୍ତମ୍ଭରେ ଦିଆଯାଇଛି? ପଦଗୁଡ଼ିକୁ ତାର ଭାବାର୍ଥ ସହ ଯୋଡ଼ିବ। କ ସ୍ତମ୍ଭରେ ଲେଖା ହେଇଛି, ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣେ। ଏହା କାହା ସହିତ ସମ୍ପର୍କ ଅଛି ତାକୁ ଆମେ ଯୋଡ଼ିବା। ଏହା ଖ ସ୍ତମ୍ଭରେ ଲେଖିବା, ପର ଅଧୀନରେ ରହିଲେ ପ୍ରାଣୀ ଅନେକ ଯନ୍ତ୍ରଣା ପାଏ। ଏଇଟା ହେବ, ତେଣୁ ଏଠି ଯୋଡ଼ିଦେବା। ତାପରେ ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେଇ ବୀର ମୁକୁଟ ମଣି। ଯାହାର ଆତ୍ମା ନିୟନ୍ତ୍ରଣ ଶକ୍ତି ଥାଏ ସେ ଶ୍ରେଷ୍ଠ ବୀର। ଏଇଟା ଆ ସହିତ ଯୋଡ଼ିବା। ତାପରେ ଗିରି ପାଷାଣ ଏଡ଼େ କଠିନ ହୋଇ, ଖୋଳିଲେ ତହୁଁ ପୁଣି ଜଳ ଝରଇ। କଠିନ ପଥରରେ ପୂର୍ଣ୍ଣ ପାହାଡ଼ ଖୋଳିଲେ ସେଥିରୁ ଜଳ ମିଳେଇ। ଆ ସହିତ ଆମେ ଯୋଡ଼ିଦେବା। ଏହିଭଳି ଉତ୍ତର ଲେଖିଦେବା। ପଦ୍ୟାଂଶ ଉପରେ ଆଲୋଚନା। ତଳେ ଦିଆଯାଇଥିବା ପଦ ଦୁଇଟି ସମ୍ପର୍କରେ ଦଳରେ ଆଲୋଚନା କର। ଯେଉଁ ଭାବାର୍ଥ ପାଇଲ ନିଜ ଖାତାରେ ଲେଖ। ଯତ୍ନ ଅଧ୍ୟବସାୟ ଉଦ୍ୟମ ବଳେ, ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ଏହା ସରଳାର୍ଥ ଅଛି, ତେଣୁ ଆମେ ଲେଖିଦେବା ଯତ୍ନ ... ଭୂତଳେ। ଲେଖିବା। ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ ବହିର ଥିବା ନୀତି ବଚନ କବିତାରୁ ଆସିଅଛି ବା ଆନୀତ। ଏଠାରେ କବି ରାମକୃଷ୍ଣ ନନ୍ଦ ମଣିଷ ଜୀବନରେ ପରିଶ୍ରମ ଓ ନିରନ୍ତର ଚେଷ୍ଟାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହି ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯଦି ଜଣେ ବ୍ୟକ୍ତି ସଠିକ୍ ଭାବରେ ଯତ୍ନ କରେ, କୌଣସି କାମରେ ଲାଗି ପଡ଼ିଥାଏ ବା ଅଧ୍ୟବସାୟ ଜାରି ରଖେ ଏବଂ କଠିନ ଉଦ୍ୟମ ପରିଶ୍ରମ କରେ, ତେବେ ସେ ମଧ୍ୟ ସଫଳତା ସହ ସମ୍ପନ୍ନ କରିପାରିବ। ସଫଳତା ପାଇଁ କେବଳ ଭାଗ୍ୟ ଉପରେ ନିର୍ଭର ନ କରି କର୍ମ ଉପରେ ବିଶ୍ୱାସ କରିବାକୁ ପଡ଼ିବ ବୋଲି କର୍ମଠ ହେବାକୁ ପଡ଼ିବ ବୋଲି କବି ପରାମର୍ଶ ଦେଇଛନ୍ତି। ଖ ନମ୍ବର ଲେଖିବା। ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ। ଥିଲେ ... ବସେ। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର
ନୀତି ବଚନ କବିତାରୁ ଆନିତ। ଏଠାରେ କବି ରାମକୃଷ୍ଣାନନ୍ଦ ବାହ୍ୟ ସୌନ୍ଦର୍ଯ୍ୟ ଗୁଣ ମଧ୍ୟରେ ଥିବା ପାର୍ଥକ୍ୟକୁ ଏକ ପ୍ରାକୃତିକ ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି। ଚମ୍ପା ଫୁଲ ଦେଖିବାକୁ ସୁନ୍ଦର, ଏହାର ରଙ୍ଗ ମଧ୍ୟ ଉଜ୍ଜ୍ୱଳ, ଏହାର ସୁବାସ ଅଛି। ଏତେ ସବୁ ସୁଗୁଣ ଥିବା ସତ୍ତ୍ୱେ ମଧ୍ୟ ଭ୍ରମର ଏହି ଫୁଲ ଉପରେ ବସେ ନାହିଁ, କାରଣ ଏହାର ମହକ ଉତ୍କଟ ଅଟେ। ତେଣୁ କୁହାଯାଏ, ଗୋଟିଏ ସୁଗୁଣ ଥିଲେ ମଧ୍ୟ ଗୋଟିଏ ମାତ୍ର ଦୁଗୁଣ ଅମୃତପୂର୍ଣ୍ଣ କୁମ୍ଭ ମଧ୍ୟରେ ବିଷବିନ୍ଦୁ ଏପରି ହୋଇଯାଏ। ଗୋଟିଏ ମାତ୍ର ଦୋଷ ହିଁ ସେହି ଲୋକକୁ ଅପଖ୍ୟାତି ଆଣିଥାଏ ବୋଲି କବି ବର୍ଣ୍ଣନା କରିଛନ୍ତି। ବର୍ତ୍ତମାନ ଆମେ ଚିନ୍ତା କରିବା। 1 କ କବିତାକୁ ଧ୍ୟାନ ଦେଇ ପଢ଼। ନିମ୍ନରେ ଦିଆଯାଇଥିବା ପଦଗୁଡ଼ିକ ଉପରେ ଆଲୋଚନା କରି ସୂଚନା ଅନୁସାରେ କାର୍ଯ୍ୟ କର। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି ଜୀବନେ ଡରିଥାଏ ଅଙ୍କୁଶ ବାଡ଼ି। ଅଙ୍କୁଶ ବାଡ଼ି। କବିତାରେ ପରାଏ ଶବ୍ଦ ବ୍ୟବହାର କରାଯାଇଛି। ପରାଏ ଶବ୍ଦ ବ୍ୟବହାର କରାଯାଇଛି। ପରାଏ ବଦଳରେ ଆମେ ପ୍ରାୟ ଶବ୍ଦ ବ୍ୟବହାର କରିପାରିବା। ଏହିପରି କବିତାରେ କଳସେ, ବନ୍ଧନେ, ଜୀବନେ ଆଦି ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଏହିପରି କାହିଁକି ହୋଇଛି, ସାଙ୍ଗମାନଙ୍କ ସହିତ ଆଲୋଚନା କର। ଏଠାରେ ଲେଖିବା, କବିତାରେ କଳସେ ଶବ୍ଦ କଳସରେ ପାଇଁ ବ୍ୟବହାର ହୋଇଛି। ବନ୍ଧନେ ଶବ୍ଦ ବନ୍ଧନରେ ପାଇଁ, ଜୀବନେ ଶବ୍ଦ ଜୀବନରେ ପାଇଁ ବ୍ୟବହାର ହୋଇଛି। ଏହିପରି ଶବ୍ଦ ଅଧିକରଣ କାରକ ସପ୍ତମ ବିଭକ୍ତିର ପ୍ରୟୋଗ ପାଇଁ କବିତାରେ ବ୍ୟବହାର କରାଯାଇଛି। খ ନମ୍ବର ପ୍ରଶ୍ନ, ଉପର ନୀତିବଚନ ପଦଟିରେ ହାତୀର ଉଦାହରଣ ଦେଲାବେଳେ ଅଙ୍କୁଶ ଶବ୍ଦ ବ୍ୟବହାର ହୋଇଛି। ତୁମେ ଅଙ୍କୁଶ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ମଧ୍ୟ ବ୍ୟବହାର କରିପାରିବ। ଯେଉଁ ଶବ୍ଦଟି ବ୍ୟବହାର କରିବାକୁ ଯାଉଛ ତାର ପ୍ରୟୋଗର ତାତ୍ପର୍ଯ୍ୟ ବୁଝାଅ। ଏହାର ଉତ୍ତର ଲେଖିବା, ଅଙ୍କୁଶ ଶବ୍ଦ ବଦଳରେ ଚାବୁକ ଶବ୍ଦ ବ୍ୟବହାର କରିପାରିବୁ। ଅଙ୍କୁଶ ଶବ୍ଦର ତାତ୍ପର୍ଯ୍ୟ ଅନ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ବ୍ୟବହୃତ ଉପାୟ ବା ମାଧ୍ୟମ। 2 ନମ୍ବର, ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମରେ ବସେ, ମହକ ଜଣୁ ତାର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି। ପ୍ରକୃତି ମାଧ୍ୟମରେ ମଣିଷର କେଉଁ ମାନବୀୟ ଗୁଣକୁ ବିଷୟରେ କୁହାଯାଇଛି? ପ୍ରକୃତିରୁ ଆମେ କେଉଁ ସବୁ ଗୁଣ ଶିଖିପାରିବା? ଚିନ୍ତା କରି ଲେଖ। ଏଠାରେ ଲେଖିବା ଆମେ ଉତ୍ତରରେ, ପ୍ରକୃତି ମାଧ୍ୟମରେ ମଣିଷର ସହିଷ୍ଣୁତା, ନିରହଙ୍କାର, ସରଳତା ଭଳି ମାନବୀୟ ଗୁଣଗୁଡ଼ିକ ବିଷୟରେ କୁହାଯାଇଛି। ଆମେ ପ୍ରକୃତିଠାରୁ ସହିବା ଶକ୍ତି, ଅନ୍ୟକୁ ଭଲ ପାଇବାର ଗୁଣ, ରୂପର ଗର୍ବ ଛାଡ଼ି ଗୁଣରେ ସମସ୍ତଙ୍କୁ ନିଜର କରିବା ଆଦି ଗୁଣ ଶିଖିପାରିବା। ଶବ୍ଦର ରୂପ। ଆସ ଶବ୍ଦମାନଙ୍କର ନୂଆ ନୂଆ ରୂପ ଜାଣିବା, ସେଗୁଡ଼ିକୁ ବୁଝିବା। ଶବ୍ଦ ସମ୍ଭାର। ନିମ୍ନଲିଖିତ ଶବ୍ଦଗୁଡ଼ିକୁ ନିଜ ଭାଷାରେ ଲେଖ। ପାଷାଣ। ପାଷାଣର ଅର୍ଥ କ'ଣ ଆମେ ଏଠି ଲେଖିବା। ପାଷାଣର ଅର୍ଥ ପଥର। ତେଣୁ ଆମେ ଏଠି ଲେଖିବା ପାଷାଣର ଅର୍ଥ ପଥର ବୋଲି ଲେଖିବା। ପାଷାଣର ଅର୍ଥ ପଥର। ପାଷାଣ, ପଥର। ରୁଧିର। ରୁଧିର ମାନେ ରକ୍ତ। ଲେଖିବା ରକ୍ତ। ରୁଧିର, ରକ୍ତ। କମଳ। କମଳ, ପଦ୍ମ। କମଳର ଅର୍ଥ ପଦ୍ମ। ଭେକ। ବେଙ୍ଗ। ଭେକର ଅର୍ଥ ବେଙ୍ଗ। ସମର। ଯୁଦ୍ଧ। ସମର ଅର୍ଥ ଯୁଦ୍ଧ। କୁସୁମ। ଫୁଲ। କୁସୁମ, ଫୁଲ। ସୁଧା। ଅମୃତ। ସୁଧା, ଅମୃତ। ଏଇଭଳି ଆମେ ଉତ୍ତର ଲେଖିବା। ଶବ୍ଦ ଏକ, ଅର୍ଥ ଅନେକ। ପର ଅଧୀନ ରହେ ହୋଇ ଯେ ପ୍ରାଣ,
ଅସରନ୍ତି ଯାତନା ପାଏ ସେ ଜାଣି। ଉପଯୁକ୍ତ ପଦ୍ୟାଂଶରେ ଥିବା ପର ଶବ୍ଦର ଅର୍ଥ ଅନ୍ୟ, ସେହିଭଳି ଏହାର ଅନ୍ୟ ଅର୍ଥ ପକ୍ଷୀର ପର। ଏହିଭଳି କିଛି ଶବ୍ଦ ତଳେ ଦିଆଯାଇଛି। ସେମାନଙ୍କର ଦୁଇଟି ଲେଖାଏଁ ଅର୍ଥ ବାହାର କର। ଏଥିପାଇଁ ତୁମେ ଶବ୍ଦକୋଷ, ଅଭିଧାନ, ଇଣ୍ଟରନେଟ୍, ଅଭିଭାବକ ଶିକ୍ଷକଙ୍କ ସାହାଯ୍ୟ ନେଇପାରିବ। ଏଠି ନୀତି ଲେଖାଯାଇଛି। ନୀତିର ଅର୍ଥ ଆମେ କ'ଣ ଲେଖିବା? ଶବ୍ଦ ଏକ, ଅର୍ଥ ଅନେକ। ନୀତି ତା'ର ଅନ୍ୟ ଅର୍ଥ କ'ଣ ହେବ? ଲେଖିବା ନୀତିର ଅର୍ଥ ନିୟମ। ଲେଖିବା ନିୟମ। ନିୟମ। ସଦାଚାର। ସଦାଚାର। ଭୋଗ। ନୀତିର ସରିଲା। ତାପରେ କର। କରର ଅର୍ଥ ହାତ। କର ହାତ। କିରଣ ଖଜଣା। କିରଣ ସୂର୍ଯ୍ୟ କିରଣ। ଆଉ ଖଜଣା ଖଜଣା ଏ ହେଉଛି କରର ଅର୍ଥ। ତାପରେ ଆମେ ଯିବା ପୁର। ପୁରର ଅର୍ଥ ନଗର। ନଗର। ପିଠାର ପୁର। ପିଠାରେ ତ ଦିଆହେଉଛି ପୁର। ପିଠାପୁର। ଆଉ ଗୋଟେ ପୁର ସ୍ୱର୍ଗପୁର। ସ୍ୱର୍ଗପୁର। ମର୍ତ୍ତ୍ୟପୁର, ସ୍ୱର୍ଗପୁର, ସ୍ୱର୍ଗପୁର। ତାପରେ ବାସ। ବାସର ଅର୍ଥ ଘର, ଯେଉଁଠି ଆମେ ବାସ କରୁ, ଘର। ବାସନା। ବାସନା। ଆଉ ଗୋଟେ ବାସ ବସ୍ତ୍ର। ବାସ ବସ୍ତ୍ର। ଏଭଳି ଲେଖିବା। ଜୀବନ। ଜୀବନର ଅନ୍ୟ ନାମ ପ୍ରାଣ ଆଉ ଜଳ। ଜୀବନର ଅନ୍ୟ ନାମ ପ୍ରାଣ, ଜଳ ଲେଖିବା। ତାପରେ ଗୋଟିଏ ଶବ୍ଦରେ ପ୍ରକାଶ କର। ଆମେ ଗୋଟିଏ ଶବ୍ଦକୁ ଭଲ କରି ବୁଝାଇବା ପାଇଁ ଖଣ୍ଡବାକ୍ୟ ପ୍ରୟୋଗ କରିଥାଉ। ଯେପରି ଯାହାକୁ ଖାଇବା ଦ୍ୱାରା ମୃତ୍ୟୁ ହୁଏ ନାହିଁ, ତାହା ହେଉଛି ଅମୃତ। ସେହିଭଳି କ ସ୍ତମ୍ଭରେ ସ୍ଥାନିତ ଖଣ୍ଡବାକ୍ୟରେ ଥିବା ଖ ସ୍ତମ୍ଭକୁ ବାଛ। ହାତୀକୁ ଆୟତ୍ତ କରିବା ନିମିତ୍ତ ବାଡ଼ି। କ'ଣ? ହାତୀକୁ ଆୟତ୍ତ କରିବା ନିମିତ୍ତ ବାଡ଼ି ହେଉଛି ଅଙ୍କୁଶ। ହାତୀକୁ ଆୟତ୍ତ କରିବା ବାଡ଼ି ହେଉଛି ଅଙ୍କୁଶ, ତାକୁ କୁହାଯାଏ ଅଙ୍କୁଶ। ନୂଆ କଥା ଜାଣିବା ପାଇଁ ଅବିରାମ ଚେଷ୍ଟା ବା ପରିଶ୍ରମ ସେ ହେଉଛି ଅଧ୍ୟବସାୟ। ଅଧ୍ୟବସାୟ। ଯେଉଁ ବ୍ୟକ୍ତିର ଦୁଷ୍ଟ ଖରାପ ବୁଦ୍ଧି ଥାଏ ତାକୁ ମନ୍ଦମତି କୁହାଯାଏ। ମନ୍ଦମତି। ଯେ ପରର ଅଧୀନରେ ଥାଏ ସେ ହେଉଛି ପରାଧୀନ। ଏଭଳି ଆମେ ଲେଖିଦେବା। ପାଦ ପୂରଣ କର। କିଛି ନୀତିବଚନ କବିତାରେ ଗୋଟିଏ ଗୋଟିଏ ପଦର ପ୍ରଥମ ପାଦଟି ଲେଖାଯାଇଛି। ଦ୍ୱିତୀୟ ପାଦଟି କ'ଣ ହେବ? ଖାଲି ସ୍ଥାନରେ ଲେଖ। ଗିରି ପାଷାଣ ଏଡ଼େ କଠିନ ହୋଇ, ଏଠାରେ ଆମେ ଲେଖିବା କ'ଣ? ଛାଡ଼ି ଯାଇଥିବା ଖାଲି ସ୍ଥାନରେ ଲେଖିବା। ଖୋଜିଲେ ତହୁଁ ପୁଣି ଜଳ ଝରାଇ। ଏଠି ଆମେ ଲେଖିବା ଖୋଜିଲେ ପୁଣି ଜଳ ଝରାଇ। ଖୋଜିଲେ ପୁଣି, ଖୋଜିଲେ ତହୁଁ, ଖୋଜିଲେ ତହୁଁ ପୁଣି ଜଳ ଝରାଇ। ଜଳ ଝରାଇ। ସାଧୁଜନର ପୁଣ୍ୟ ସଦୁପଯୋଗ, ମୂର୍ଖ ନ ବୁଝେ ତାର ମରମ ଲେଶ। ଏଠି ଲେଖିବା ମୂର୍ଖ ନ ବୁଝେ, ମୂର୍ଖ ନ ବୁଝେ ତାର ମରମ ଲେଶ। ମରମ ଲେଶ। ତାପରେ ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି। ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି। ବୀର, ଏଠି ଛଡ଼ା ହେଇଛି କବିତାର ଅଂଶ। ବୀର ସମର ଜିଣି। ବୀର ସମର ଜିଣି। ସମର ଜିଣି ରଖେ କିରତି। ରଖେ କିରତି। ଏଭଳି ଆମେ ଉତ୍ତର ଲେଖିବା। ବର୍ତ୍ତମାନ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା ଶେଷ ହୋଇଛି। ପରବର୍ତ୍ତୀ କାଳାଂଶରେ ଆମେ
ଅନ୍ୟ ଏକ ପାଠକୁ ନେଇ ଆସିବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି। ଜୟ ଜଗନ୍ନାଥ।